ମୋ ନାଁ ଅଣାକାର ମଲ୍ଲିକ, ଆଇନଜୀବୀ। ଅଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବେଲଦା ଗ୍ରାମରେ ଆଜି ଗଢ଼ି ଉଠିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଲଦା ମୁଣ୍ଡାସାହି ତାର ବାର୍ଷିକ ଉତ୍ସବ ଆଜି ପାଳନ କରୁଥିଲେ। ତତ୍ସହିତ ବିଦ୍ୟାଳୟ ହତା ଭିତରେ ଏକ 2 ମହଲା ବିଶିଷ୍ଟ 100 ଶଯ୍ୟା ବିଶିଷ୍ଟ ଏକ ଆଦିବାସୀ ହରିଜନ ଛାତ୍ରାବାସ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି। ପିଲାମାନଙ୍କର ଆଡ଼ମିସନ୍ ଅପେକ୍ଷାରେ ସେ ସଂକ୍ରାନ୍ତରେ ଆଜି ଯେଉଁ ସଭା କାର୍ଯ୍ୟ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଆଜିର ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଥିଲେ ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭାପତି, ଅନ୍ୟାନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ। ମାନନୀୟ ବିଡ଼ିଓ ମଧ୍ୟ ଉପସ୍ଥିତ ଥିଲେ। ଆମେ ତ କଲେକ୍ଟର ମହାଶୟଙ୍କୁ ନିମନ୍ତ୍ରଣ କରିଥିଲୁ, DWଙ୍କୁ ମଧ୍ୟ ଆମେ ଦରଖାସ୍ତ କରିଥିଲୁ। ମାନନୀୟ କଲେକ୍ଟର ମହାଶୟ କାର୍ଯ୍ୟ ବ୍ୟସ୍ତତା ଭିତରେ ଆସିପାରିଲେ ନାହିଁ ଏବଂ ବିଡ଼ିଓ ମହାଶୟଙ୍କୁ ପଠାଇଥିଲେ। ଯାହା ଆଜି ମୋର ଏ ଗ୍ରାମବାସୀମାନଙ୍କର ସମସ୍ତଙ୍କର ସହଯୋଗରେ ମାନନୀୟ ବିଧାୟକ ମହାଶୟ ନିଶ୍ଚିତ ଭାବରେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବି। ତାଙ୍କରି ପାଇଁ ଆଜି ଏଠି ଏତେ ବଡ଼ ଅନୁଷ୍ଠାନ ହୋଇପାରିଛି। ତତ୍ସହିତ ବେଲଦାରୁ ନାହ ପର୍ଯ୍ୟନ୍ତ ଏକ ଗ୍ରାମ ଉନ୍ନୟନ ରାସ୍ତା ମଧ୍ୟ ମାନନୀୟ ବିଧାୟକଙ୍କ ପ୍ରଚେଷ୍ଟାରେ ହୋଇଛି। ସବୁକିଛିର ଶ୍ରେୟ ଗ୍ରାମବାସୀଙ୍କର ସହଯୋଗ ସମର୍ଥନ ତଥା ମାନନୀୟ ବିଧାୟକଙ୍କର ଅକ୍ଳାନ୍ତ ଉଦ୍ୟମ ଫଳରେ ଆଜି ଏସବୁ ଅନୁଷ୍ଠାନ ବିକାଶମୁଖୀ କାର୍ଯ୍ୟକ୍ରମ ବେଲଦାରେ ହୋଇପାରିଛି। ଆଜିର ବାର୍ଷିକ ଉତ୍ସବକୁ ବହୁ ସଂଖ୍ୟାରେ ମୋର ଗ୍ରାମବାସୀ ଯେଉଁମାନେ କି ଆମ ପଞ୍ଚାୟତର ଉଦାହରଣ ସୃଷ୍ଟି କରିଛନ୍ତି, ଶୃଙ୍ଖଳିତ ଭାବରେ ବଞ୍ଚିବା, ଏକତାବଦ୍ଧ ଜୀବନଯାପନର ଅନନ୍ୟ ଉଦାହରଣ, ସେଇମାନେ ବହୁ ସଂଖ୍ୟାରେ ଆଜି ଉପସ୍ଥିତ ରହି ସଭାକୁ ସଫଳ କରିଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।